ସତ୍ୟଗଳା ପକ୍ଷରୁ ଆପଣଙ୍କୁ ସ୍ୱାଗତ। ଚାଷୀ ଓ ଚାଷର ସମସ୍ୟା ନେଇ ବାଲେଶ୍ୱର ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ବାଲେଶ୍ୱର ଜିଲ୍ଲା କିଷାନ କଂଗ୍ରେସ ପକ୍ଷରୁ ଗୁରୁବାର ଦିନ 7 ଦଫା ସମ୍ବଳିତ ଦାବି ପତ୍ର ପ୍ରଦାନ କରାଯାଇଛି। ଏହି ଦାବିଗୁଡ଼ିକ ହେଲା ବିନା କଟନୀ ଓ ଛଟନୀ ଓ ମାନ ନିର୍ଦ୍ଧାରଣରେ ସରକାର ଚାଷୀ ଓ ଭାଗ ଚାଷୀଙ୍କଠାରୁ ସମସ୍ତ ବଳକା ଧାନ କିଣନ୍ତୁ। ଫସଲ ବୀମାରେ ଥିବା ସମସ୍ତ ଅସଙ୍ଗତି ଦୂର କରି ଚାଷୀ ପରିବାରକୁ ବୀମାଭୁକ୍ତ କରାଯାଉ। 55 ବୟସ ପରେ ଚାଷୀ ଓ ଭାଗ ଚାଷୀଙ୍କୁ ମାସିକ 10,000 ଟଙ୍କା ଭତ୍ତା ପ୍ରଦାନ କରାଯାଉ। ଧାନ କୁଇଣ୍ଟାଲ 3500 ଟଙ୍କା ଦରରେ ସରକାର ଧାନ କିଣନ୍ତୁ। ଆସନ୍ତା ରବି ଫସଲ ଓ ଡାଳୁଅ ଧାନ ଚାଷ ପାଇଁ ଚାଷୀଙ୍କୁ ରିହାତି ଦରରେ ବିହନ, ସାର ଓ କୀଟନାଶକ ଔଷଧ ଯୋଗାଇ ଦିଆଯାଉ। ଅକାମୀ ହୋଇପଡ଼ିଥିବା ସମସ୍ତ ଉଠା ଜଳ ସେଚନ ପଏଣ୍ଟକୁ କାର୍ଯ୍ୟକ୍ଷମ କରାଯାଇ ଚାଷୀଙ୍କ ଚାଷ ଜମିକୁ ଜଳ ଯୋଗାଇ ଦିଆଯାଉ। ଜିଲ୍ଲାରେ ପ୍ରବାହିତ ହେଉଥିବା ନଦୀଗୁଡ଼ିକରେ ବ୍ୟାରେଜ ଓ ଚ୍ୟାକ୍ ଡ୍ୟାମ୍ ନିର୍ମାଣ କରାଯାଇ ନଦୀ ଅବବାହିକାରେ ସମସ୍ତ ଚାଷ ଜମିକୁ ଜଳସେଚନର ବ୍ୟବସ୍ଥା କରାଯାଉ। ଆଜି ଏହି ଦାବିପତ୍ର ପ୍ରଦାନ ବେଳେ କଂଗ୍ରେସର ଜିଲ୍ଲା ସଭାପତି ସତ୍ୟଶିବ ଦାସ, ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସର ରାଜ୍ୟ ଉପସଭାପତି ଅରୁଣ ଜେନା, ପ୍ରଦେଶ କିଷାନ କଂଗ୍ରେସର ରାଜ୍ୟ ମୁଖପାତ୍ର ତୁଷାର ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ବିଧାନ ରାୟ, ସୁଧାଂଶୁ ଶେଖର ଜେନା, ବିଜନ ନାୟକ ଓ ଜୟନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।